ଆପଣମାନଙ୍କୁ ଜଣାଥିବ ଯେ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉତ୍ତାପ ବଢ଼ିବାରେ ଲାଗିଛି। ସେଥିପାଇଁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ତା 18/4/2024 ତାରିଖଠାରୁ ତା 20/4/2024 ତାରିଖ ପର୍ଯ୍ୟନ୍ତ ସରକାର ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଯଦି ଏହିଭଳି ଭାବରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ତେବେ ଏହି ଛୁଟିର ଅବଧି ନିଶ୍ଚିତ ବଢ଼ିପାରେ। କୋଭିଡ୍-19 ସମୟରେ ଯେପରି ଅନଲାଇନ୍ କ୍ଲାସ୍ ମାଧ୍ୟମରେ ପାଠ ପଢ଼ାଯାଉଥିଲା, ପୁଣି ସେହିଭଳି ଭାବରେ ସକାଳ 8ଟାରୁ ଦିନ 11ଟା ପର୍ଯ୍ୟନ୍ତ ଗୁଗଲ ମିଟ୍ରେ କ୍ଲାସ୍ ହେବାର ସମ୍ଭାବନା ମଧ୍ୟ ଅଛି। କିନ୍ତୁ ଯଦି ଗ୍ରୀଷ୍ମ ପ୍ରବାହ ହ୍ରାସ ଘଟୁଛି ତେବେ ବିଦ୍ୟାଳୟର ପାଠପଢ଼ା ଆରମ୍ଭ ସକାଳ 6:30 ସମୟରେ ଆରମ୍ଭ ହୋଇ 10:30 ସମୟରେ ବିଦ୍ୟାଳୟ ଛୁଟି ହୋଇଯିବ ଏବଂ ଗ୍ରୀଷ୍ମ ପ୍ରଭାବକୁ ଲକ୍ଷ୍ୟ କରି ମେ ମାସ 1 ତାରିଖଠାରୁ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଅଛି। ତେଣୁ ସମସ୍ତ ଅଭିଭାବକ ଓ ଅଭିଭାବିକା ଏବଂ ଛାତ୍ର ଓ ଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି କି ସେମାନେ ସରକାରଙ୍କ ନିୟମକୁ ଅନୁସରଣ କରନ୍ତୁ ଏବଂ ଏହିଭଳି ଭୀଷଣ ଗ୍ରୀଷ୍ମ ପ୍ରଭାବରେ ନିଜର ପିଲାମାନଙ୍କୁ ଭୀଷଣ ଖରାରେ ଟ୍ୟୁସନକୁ ପଠାନ୍ତୁ ନାହିଁ। ଯଦି ଟ୍ୟୁସନ ପଠାଉଛନ୍ତି ତେବେ ସକାଳ 6ଟାରୁ 9ଟା ପର୍ଯ୍ୟନ୍ତ ଟ୍ୟୁସନ କ୍ଲାସ୍କୁ ପଠାନ୍ତୁ ଏବଂ ସନ୍ଧ୍ୟା ସମୟରେ ମଧ୍ୟ ପଠାନ୍ତୁ। ଆଉ ଯଦି ଆପଣ କୌଣସି ଜରୁରୀକାଳୀନ କାମରେ ଭୀଷଣ ଖରାରେ ବାହାରିଛନ୍ତି ତେବେ ଆପଣଙ୍କ ସହ ଛତା ଓ ପାଣି ବୋତଲ ରଖନ୍ତୁ। ଯଦି ଶରୀର ଥକା ଲାଗୁଛି ତେବେ ଗଛ ଛାଇ ଦେଖି ବସିଯାଆନ୍ତୁ। ଏହି ଭିଡ଼ିଓ ବନାଇବାର ମୋର କେବଳ ଗୋଟିଏ ଲକ୍ଷ୍ୟ ଥିଲା ଯେ ଏହି ସମସ୍ତ ଅସୁବିଧା ଆମର କ'ଣ ପାଇଁ ହେଉଛି। ଆପଣ ଜାଣନ୍ତି କି? ହଁ ଫ୍ରେଣ୍ଡସ୍, କେବଳ ଜଙ୍ଗଲର ହ୍ରାସ ଯୋଗୁଁ ହିଁ ଏହି ସମସ୍ତ ଘଟଣା ଘଟୁଛି। ତେଣୁ ସାଙ୍ଗମାନେ, ଭିଡ଼ିଓ ଦେଖିବାର ମୋର ପ୍ରତିଟି ମଣିଷଙ୍କୁ କେବଳ ଗୋଟିଏ ମାତ୍ର ଅନୁରୋଧ, ପ୍ରତିବର୍ଷ ଆପଣ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ ଏବଂ ସେହି ବୃକ୍ଷର ଯତ୍ନ ନିଅନ୍ତୁ ଯେପର୍ଯ୍ୟନ୍ତ ସେ ଛୋଟରୁ ବଡ଼ ନ ହୋଇଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଯଦି ଆପଣ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତେବେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ ଫ୍ରେଣ୍ଡସ୍, ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ।